ଛାତିଟା ଆପେ ଆପେ ଚଉଡା ହେଇଯାଏ ଯେମିତି କି ମୁଁ ଷ୍ଟେଜ ଚଢିବା ପୂର୍ବରୁ ମତେ ଭୂତ ଲାଗିଯାଏ ମୁଁ ସବୁ କିଛି ଭୁଲିଯାଏ ଷ୍ଟେଜ କୁ ଚଢିଗଲେ। ହଁ କାହିଁକି ନା ମୋର ଯୋଉ ହୁକଟା ଥିବ ଚଉଡା ହେଲେ ମାନେ ସେଟା ତ ବଢିଗଲା ନା ବଡ ବଡ ହେଇଗଲା ତ ହୁକଟା ଅଟୋମେଟିକ ଖୋଲିଯାଏ। ମୁହଁରେ ମାଡିନି ଆଜିକା ଡେଟ ରେ ମୁଁ କହିଦଉଛି କି ଆଗାମୀ ମୁଁ ସାହୁ ଭାଉଜର ଯୋଉ 2ଟା ରସଗୋଲା ଅଛି ସେଟା ମୁଁ ଖୋଲିକି ଧରେଇକି ମୁହଁରେ ପୁରେଇକି ଆସିବି ଆଜି ମୁଁ କହୁଛି। କିଏ ହଁ ସମସ୍ତେ କହିବେ ଆଜିକା ଡେଟ ରେ ମୁଁ ବି କହିବି ନମ୍ବର 1 ଯିଏ ବି କହୁଛନ୍ତି ସିଏ ବି କହିବେ ନମ୍ବର 1 ତାପରେ ବି ଯିଏ ଆସିବେ ନମ୍ବର 1 ଆଜ୍ଞା ମୋ ପାଖରେ ଏବେ ବି ଭିଜୁଆଲ ଅଛି ମୁଁ ଯାଇଥିଲି ସିଏ ଯାଇଥିଲେ 9 ତାରିଖରେ ମୁଁ ଯାଇଥିଲି 6 ତାରିଖରେ ମୁଁ ସେଠି କରିକି ଆସିଥିଲି ତ ମୋ ପାଖରେ ବି ଭିଜୁଆଲ ଅଛି ମୁଁ ବି ଆ ପରେ ବାଇଟ୍ ପରେ ଦେଇପାରିବି ଆପଣ ପକେଇ ପାରିବେ କେତେ ଲୋକ ହେଇଥିଲେ। ନାଇଁ ନାଇଁ ମୋ ନାଁଟା ସେଥିରେ ଆଡ୍ କରାଯାଉଛି ଯଦି ମୁଁ କୌଣସି ଖରାପ କରିକି ଆସିଥାନ୍ତି ତାହେଲେ ତାପରେ ନେକ୍ସଟ କି ଆଇଟମ ଗାର୍ଲ ଗଲେ ତାଙ୍କୁ ଆଲାଉ ହେଇ ନଥାନ୍ତା ମୁଁ ସେତିକି ଲିମିଟେଡ ଭିତରେ ନାଚିକି ଆସିଛି ବୋଲି ତାଙ୍କୁ ଆଲାଉ କରାହେଇଛି। ନାଇଁ ଯେତିକି ଦରକାର ମୁଁ ସେତିକି କରିପାରିବି। ହଁ ନାଇଁ ମୋ ଖୋଳ ହିସାବରେ ମୋ ଜିନିଷ ସାଇଜ ଅଛି ତମେ ଯଦି ଚାହିଁବ ପଛପଟେ ଯାଇକି ସାଇଜ ମାପି ପାରିବ। ନା ନା ସେଇଟା କାହିଁ କହିବେ ଆଜ୍ଞା ସିଏ କି କଥା କହୁଛ ମଝିରେ ଗୋଟେ ଭିଡିଓ ଭାଇରାଲ ହେଲା ଆପଣଙ୍କର ଆପଣଙ୍କ ମ୍ୟାନେଜର କହିଥିଲେ କି ସେଇଟା ବହୁତ ପୁରୁଣା ସେଟା 20,000 ଟଙ୍କାରେ ଆପଣ ଶୋଇବେ। ହଁ ସେଇ ଯୋଉ 20,000 କଥା କହୁଛୁ ସେଟା କ୍ଲିୟର କରିବା ପାଇଁ ଚାହିଁବି ଯେତେବେଳେ ମୁଁ ନୂଆ ନୂଆ ଭାଇରାଲ ହେଇଥିଲି ସେତେବେଳେ ମୋ ନାଁରେ ସମସ୍ତେ ସବୁ ପ୍ରକାର କେତେଟା ଇଭେଣ୍ଟ ଅଛନ୍ତି କେତେଟା ବାହାର ଲୋକ ଅଛନ୍ତି ଯେ କି ମୋ ନାଁରେ ପଇସା ଖାଇଛନ୍ତି ଯେତେବେଳେ ସେମାନେ ଗୋଟେ ଇଭେଣ୍ଟ ବାଲାକୁ ପେମେଣ୍ଟ କରୁଛନ୍ତି ବାଇଟ୍ ମାଗିଛନ୍ତି ସିଏ ମତେ ଚିହ୍ନି ନାହାନ୍ତି ପର୍ସନାଲି ସିଏ ତାଙ୍କର ଆଜି ଦେବି କାଲି ଦେବି ହଁ ସାହୁ ଭାଉଜ ଶୋଇଛନ୍ତି ଆସିଛନ୍ତି ତ ସିଏ ଆଉ ତାଙ୍କୁ ବାଇଟ୍ ଦେଇନାହାନ୍ତି ଯାହା ଫଳରେ କି ମତେ ସେଇଟା ମୋ ମ୍ୟାନେଜରକୁ ମତେ ସେଇଟା ପ୍ରଭାବ ପଇଲା ଆମେ ଯେତେବେଳେ ଡାଇରେକ୍ଟ କଣ୍ଟାକ୍ଟ କରି ତାଙ୍କ ପାଖକୁ ଗଲୁ ତ ସିଏ ଭାବିଲେ କି ମୋ ମ୍ୟାନେଜର ତାଙ୍କ ପାଇଁ 20,000 ଟଙ୍କା ତାଙ୍କ ପାଖରୁ ଆଣି ଖାଇଛି ତ ଆପଣଙ୍କୁ ଆମେ ମାଗୁଛୁ ଆପଣ ସେ 20,000 ଟଙ୍କା ଫେରାନ୍ତୁ ଆମେ କହିଲୁ ଆମେ ତ ଖାଇନୁ ଆମେ କାହିଁକି ନବୁ ନା ଯଦି ତମେ ରିଟର୍ନ ନଦବ ତ ସାହୁ ଭାଉଜକୁ ଟିକେ ସାଇଡ୍ କି ଛାଡ କହିବ ଜିନିଷ ସେଇଟା ନଥିଲା ଭୁଲ ଭାବୁଛି ସାଇଡ୍ କି ଛାଡ ମାନେ ଆମେ ଟାଇମ ସ୍ପେଣ୍ଡ କରିବୁ ତ ଆମ କହିବା କଥା କି ଆମେ ତ ସେ 20,000 ଖାଇ ନଥିଲୁ ଅନ୍ୟ କିଏ ମୋ ନାଁରେ ଖାଉଛି ଆଜିକା ଡେଟ ରେ ବି କେତେଟା ଇଭେଣ୍ଟ ଅଛନ୍ତି ମୋ ନାଁରେ ପଇସା ଖାଉଛନ୍ତି ରୁମ୍ କୁ ହଁ ତାଙ୍କ ବେଡରୁମ୍ କୁ ଡାକନ୍ତି ବେଡ୍ କୁ ଡାକନ୍ତି ଆସିବ ଯିବା କି ଆପଣ ଖୁଲମଖୁଲା କହୁଛନ୍ତି ମୋର ସାଇଜ ମାପ ନେବେ ବୋଲି ଖରାପ ଲାଗୁନି ନା ମତେ ମୋର ଲାଜ ସରମ କିଛି ନାହିଁ ଆପଣ ଜଣେ ଝିଅ ନାରୀ ହଁ ଓଡିଆ ଘରର ଝିଅ ସାହୁ ଘରର ଝିଅ ହଁ ଆପଣ ଖରାପ ଲାଗୁନି ନା ମତେ ଲାଗୁଥିଲା ଏବେ ଆଉ ଲାଗୁନି ଦେହସୁଆ ହେଇଗଲାଣି ହଁ ମୁଁ ପଢେ ଶୁଣ ପ୍ରଥମ କଥା ହେଲା ଯଦି ମତେ କିଏ କମେଣ୍ଟ କରୁଛି ନା ମୁଁ ଖୁସି ହୁଏ କାହିଁକି ନା ମୋ ପାଇଁ ଜଣେ ଟାଇମ ବାହାର କରିକି ଆଜିକା ଡେଟ୍ ରେ ମୋ ନିଜ ପାଇଁ ମୋ ପାଖରେ ଟାଇମ ନାହିଁ ଜଣେ ଯଦି ଟାଇମ ବାହାର କରିକି ସିଏ ଗୋଟେ କମେଣ୍ଟ ଲେଖି ପାରୁଛି ମାନେ ଭାବ ସିଏ ଗୋଟେ ମୋ ପାଇଁ ଟାଇମ ବାହାରୁଛି ମାନେ 5 ମିନିଟ୍ ହଉ କି 2 ମିନିଟ୍ ହଉ ସେ ଗୋଟେ କମେଣ୍ଟ ଲେଖୁଛି ତା ପାଇଁ ମୁଁ କେତେ ଇମ୍ପୋର୍ଟାଣ୍ଟ ନାଇଁ ମୁଁ କାହା ନାଁ ନେବିନି ମୋ ଜାଗାରେ ମୁଁ ଠିକ ତାଙ୍କ ଜାଗାରେ ସିଏ ଠିକ ନାଇଁ ମୋ ଜାଗାରେ ମୁଁ ବି କହିବି ମୁଁ ବି ଆଜିକା ଡେଟ୍ ରେ ନମ୍ବର 1 ଅଛି ହଁ ମୁଁ ବି ତ କହୁଛି ମୁଁ ନାଚିବି ନାଇଁ ମୁଁ ବି କହିବା ପାଇଁ ଚାହୁଁଛି କି ଆମ ପ୍ରଶାସନକୁ କହିବା ପାଇଁ ଚାହୁଁଛି କି ମତେ ବୋଲି ନୁହଁ ସବୁ ଆଇଟମ ଗାର୍ଲ କୁ ଗୋଟେ ମେଜରମେଣ୍ଟ ଦେବେ ଯୋଉଟା କି ଆମେ ସେଇ ହିସାବରେ ପିନ୍ଧିକି ଯିବୁ ଆମେ ନାଚିକି ଆସିବୁ ଆମକୁ ଆଜି ପର୍ଯ୍ୟନ୍ତ କୌଣସି ମେଜରମେଣ୍ଟ ଦିଆହେଇନି ଆଉ ଯଦି ବି ଖଣ୍ଡଗିରିରେ ଆମକୁ ଚାନ୍ସ ଦେଲେ ଆମେ ଚଢିଲୁ ଯଦି ବି କାହାର ଖସି ଗଲା ଭୁଲରେ ବି କି ଅଶ୍ଳୀଳ କଲା ଯୋଉ ଠେଙ୍ଗା ପୂଜା ହେଇକି ଥିଲା ସେ ଠେଙ୍ଗା ବାହାରିବ ସେ ଠେଙ୍ଗା କାହିଁକି ବାହାରିନି ଏଇ ବର୍ଷ ବାହାରି ପାରେ ମେ ବି ନାଇଁ ଖଣ୍ଡଗିରି ଡାକି ନଥିଲି ନାଇଁ ସେଠି ଆମେ ଯିବା ପୂର୍ବରୁ ଫୋନ କରି ପଚାରି ଦଉ କମିଟି କି ଆଜ୍ଞା ଆପଣଙ୍କର କୋଉ ଭଳିଆ ପ୍ରୋଗ୍ରାମ ଦରକାର ତ କୋଉ ଭଳିଆ ପ୍ରୋଗ୍ରାମ ଦରକାର ମାନେ ଆମେ ଶାଢୀ ପିନ୍ଧିକି ଯିବୁ କି ଲେହେଙ୍ଗା ପିନ୍ଧିକି ଯିବୁ ଆମେ ଯେତେବେଳେ ଯାଉ କମିଟି କି ଫୋନ କରି ପଚାରି ଦଉ କି ଆପଣଙ୍କର କୋଉ ଭଳିଆ ପ୍ରୋଗ୍ରାମ ଦରକାର ତ କଷ୍ଟ୍ୟୁମ କଣ ପିନ୍ଧିକି ଯିବୁ ତ ସେମାନେ କୁହନ୍ତି କି ଆଜି ଆପଣ ଯେହେତୁ ଆଇଟମ ଗାର୍ଲ ହିସାବରେ ଆସୁଛନ୍ତି ତ ଆଇଟମ ର ମସଲା ଆମକୁ ଦରକାର ସେଇଟା ତଡକାଟା ଦରକାର ତ ଆପଣ ଏଠିକି ଭଜନ କୀର୍ତ୍ତନ କରିବା ପାଇଁ ଆସୁନାହାନ୍ତି କି ମନ୍ଦିରକୁ ଆସୁନାହାନ୍ତି କି ଆପଣ ଶାଢୀ ପିନ୍ଧିକି ଆସିବେ ତ ସେଇ ହିସାବରେ ଆମେ ପିନ୍ଧିକି ଯାଉ କିଛିଟା କମିଟି ମୁଁ ବି ଫେସ୍ କରିଛି କି 90% ଯଦି ଭଲ ଅଛି 10% ଗୋଟେ ଜାଗାରେ ଖରାପ ଅଛନ୍ତି କି ମୁଁ ପ୍ରୋଗ୍ରାମ କରିକି ଆସି ସାରିଲା ପରେ ମୋ ନିଜ ଗାଡି ଆଗରେ ବାଉଁଶ ପକେଇ ଦେଇଛନ୍ତି ପଥର ରଖି ଦେଇଛନ୍ତି କି ଆମେ ଯୋଉ ଭଳିଆ କହିଲୁ ଆପଣ କାହିଁକି ସେମିତି କଲେନି ଆପଣ ଆମ ପଇସା ଫେରାନ୍ତୁ ମୁଁ ଫେସ୍ କରିଛି ନାଇଁ ମତେ ଆଜି ଯାକେ ଚିୟର ମାଡ ହେଇନି ମତେ ହେଇଥିଲା ନା ଭାଇ ତମେ ଦେଖିଛ ବାଇଟ୍ ଦେଖେଇ ପାରିବ ଭିଡିଓ ଦେଖେଇ ପାରିବ ମତେ ହେଇନି ମେଜରମେଣ୍ଟ ଲୋକ କହୁଛନ୍ତି ଯେ 10% ଖରାପ କଥା କହୁଛନ୍ତି
ଖରାଟା କଣ ମାନେ ସେ କହୁଛନ୍ତି ଅଙ୍ଗ ନାଇଁ ପ୍ରତ୍ୟଙ୍ଗ ହଁ ସେମାନେ କହୁଛନ୍ତି କି ଆମେ ଆଇଟମ ଗାର୍ଲ ଡାକିଛୁ ମାନେ ଆମେ ଦେଖିବା ପାଇଁ। ଦେଖିବା ମାନେ କଣ, ଆମେ ଚାହୁଁଛୁ କି ଛାତିରୁ ଟିକେ ତଳକୁ, ଜଙ୍ଘରୁ ଟିକେ ତଳକୁ ପିନ୍ଧିବା ପାଇଁ। ଆଇଟମ ମାନେ ହିଁ ତ ତମେ ଶାଢୀ ପିନ୍ଧିକି ଯିବନି ନା, ତମେ ମିନି ସ୍କର୍ଟ ପିନ୍ଧିକି ଯିବ କି ତମେ ଯାହାବି ସ୍ଲିଭଲେସ୍ ପିନ୍ଧିକି ଯିବ। ତ ଲୋକ ଅଡିଏନ୍ସ ଯାହା ଚାହିଁଲେ ଆମେ ସେଇଟା କଲୁ, ସେମାନେ ଦେଖିବା ପାଇଁ ଆସିଲେ ଆମେ ଦେଖେଇଲୁ। ଆମେ ଲୋକ ଚାହିଁବେ ବୋଲି ଆପଣ ଜାଣିଛନ୍ତି ଖୋଲିଦେବେ? ନାଇଁ ଖୋଲିବୁ କାହିଁକି, ମୁଁ ଗୋଟେ କଥା କହିବି କି ଅଡିଏନ୍ସ ମାନେ ଯେତିକି ମୋର ଦିଅର ମାନେ ଅଛନ୍ତି ତାଙ୍କୁ ଦେଖି ସାରିଲା ପରେ ମୋ ଛାତିଟା ଡିସାଇଡ୍ କରିବେ ନମ୍ବର 1 କିଏ। ନାଇଁ କାହିଁକି ମାଡ ହବ, ଯଦି ମୁଁ ବା କହିଲି ଆମେ ଖଣ୍ଡଗିରି ଯିବୁ, ଆମକୁ ଗୋଟେ ମେଜରମେଣ୍ଟ ଦିଅନ୍ତୁ, ଯଦି କାହାର ଖସିଗଲା ସେଠି ସେଇ ଠେଙ୍ଗା ବାହାର କରନ୍ତୁ। ଆପଣ ଆର ବର୍ଷ ବି କହିଥିଲେ ସେ କଥା? ହଁ ଆମକୁ ସୁଯୋଗ ମିଳି ନଥିଲା। ବହୁତ ଆଶା ଅଛି ନାଚିବା ପାଇଁ, ସେଇଠି ହବା ପାଇଁ। ଖୋଲିବା ପାଇଁ ମାନେ କଣ, ଖୋଲିବା ପାଇଁ ମନା ପରା। ହଁ ଶୁଣ, ପ୍ରଥମ କଥା ହେଲା ମୁଁ ଯେବେ ବି ପ୍ରୋଗ୍ରାମ ଯାଏ ମୋ 2 ଦିନ 10 ଦିନ ପୂର୍ବରୁ ସେଇ 22ଟା ବାଜେ। ଡିକ୍ଲେୟାର ହୁଏ ବି 2 ଦିନ ପୂର୍ବରୁ, ପ୍ରଚାର ହୁଏ ବି ଗୋଟେ ଦିନ ପୂର୍ବରୁ, ଟିକେଟ ଯାଏ ବି 2 ଦିନ ପୂର୍ବରୁ। ପ୍ରଥମ କଥା ହେଲା ଯୋଉମାନେ ଜାଣୁଛନ୍ତି ସାହୁ ଭାଉଜ ଆସୁଛି ବୋଲି, ସେ କେମିତି ପରିବାର ନେଇକି ଆସୁଛନ୍ତି? ସେ ଜାଣୁଛନ୍ତି ସାହୁ ଭାଉଜ ଆସିବା ମାନେ ହିଁ ଆଇଟମ ନାଚିବ। ତ ଏଠି ଖାଲି ମୋ ପ୍ରୋଗ୍ରାମରେ ମତେ ଲାଗେନି କାହିଁକି ଲେଡିଜ ହୁଅନ୍ତି ବୋଲି, ମୋ ପ୍ରୋଗ୍ରାମରେ ଖାଲି ଟୋକା ହିଁ ଟୋକା। ଆପଣ କଣ 2 ଜଣ ଗୋଟିଏ ସ୍କ୍ରିପ୍ଟ ବସୁଛନ୍ତି? କାଲି ସେ ବିଷୟ କଥା କହୁଥିଲେ, ଆପଣ ବିଷୟ କଥା କହୁଛନ୍ତି। କଣ କହିଥିଲେ? ସେ ବି କାଲି ସେ କଥା କହିଲେ କି ଯଦି ଜାଣୁଛନ୍ତି ଆମେ ଯାଉଛୁ ବୋଲି, ହଁ ପିଲା ଛୁଆଙ୍କୁ କାହିଁକି ନେଇକି ସେଇ ଆସୁଛନ୍ତି? ମୋ ଥିଙ୍କିଂ ବି ସେଇଆ, ମୁଁ ବି ସେଇ କଥା କହିବି ଭାଇ, କାହିଁକିନା ମୁଁ ଯଦି ଯାଉଛି ସେ ପିଲା ଛୁଆ କାହିଁକି ଆଣୁ, ସେ ବି ଠିକ କଥା କହିଛନ୍ତି। ଆପଣ ଯେତେବେଳେ ଷ୍ଟେଜରେ ପରିବେଷଣ କରୁଛନ୍ତି ଆପଣ ଦେଖୁଛନ୍ତି ଆପଣଙ୍କ ଆଗରେ ଛୋଟ ଛୁଆ ଅଛନ୍ତି, ନାଇଁ ମୁଁ ମା ମାନେ ଦେଖେନି, ମୋ ଅଛନ୍ତି, ଭଉଣୀ ମାନେ ପ୍ରୋଗ୍ରାମରେ ବା ଅଛନ୍ତି। କହିଲି ଲେଡିଜ ହୁଅନ୍ତିନି କି ଛୋଟ ପିଲା ହୁଅନ୍ତିନି, ମୁଁ କେମିତି ଦେଖିବି? ଆଉ ଯୋଉ ଯଦି ବି କୋଉଠି ଛୋଟ ଛୁଆ ଆସନ୍ତି ସେଇ ସାଇଡକୁ ମୁଁ ଯାଏନି, ଇଗ୍ନୋର ଲୋକମାନଙ୍କୁ ଗରମ କରିଦିଏ। କରନ୍ତି ଯାଇକି। ହଁ ଅଛନ୍ତି ତାହେଲେ ଡେଫିନେଟଲି ଦରକାର ଅଛି। ବିପି ଭିଡିଓ ତମେ ବି ଦେଖିଛ, ଏନ୍ଜୟ କରିଛ, ଦେଖି ଶାନ୍ତିରେ ଶୋଇଛ ତ? ଶାନ୍ତିରେ ଶୋଇଛ ତ ଦେଖିକି? ତମକୁ ଲାଗୁଛି ସେ ମୁଁ ବୋଲି? ହଁ ପୁରା ପରୀକ୍ଷା ତମେ ଆଜି ମୋ ସାଙ୍ଗରେ ବାଇଟ୍ ଦେଇ ସାରିଲା ପରେ ମୋ ପଛକୁ ମୋ ସହିତ ଆସ, ତାପରେ ଦେଖିଦବ ମୁଁ କି ଆଉ କିଏ ପରୀକ୍ଷା ନୁହଁ। ନିରୀକ୍ଷା କଲା ବେଳକୁ ଆପଣଙ୍କର ଭାତୃଟା କିନ୍ତୁ ଦେଖାଉନଥିଲା ତାପରେ ଭାବ ମୁଁ ନୁହଁ ବୋଲି, ଭାତୁଡି ଦେଖାଉନଥିଲା ମୁଁ ନୁହେଁ। ଆଜିକା ଡେଟ୍ ରେ ଏଆଇ ବୋଲି ଗୋଟେ ଜିନିଷ ଅଛି, ହଲିଉଡ ବଲିଉଡ ସମସ୍ତଙ୍କର ଯିଏ ମୋର ଫେଭରେଟ, ମୁଁ ତାଙ୍କ ଫେସ୍ ବି ଆଣି ମୋ ବଡିରେ ଆଡ୍ କରିପାରିବି। ସେଇଭଳିଆ ଜିନିଷ କିଛି ହେଇଛି, ଆକ୍ଚୁଆଲି ସେ ମୁଁ ନୁହଁ। ହଁ ମତେ ବ୍ଲେମ କରାଯିବା ପାଇଁ ସେଟା ହେଇଛି, କିନ୍ତୁ ମୁଁ ଭାରି ଖୁସି ଅଛି କି ଗୋଟେ ଅନ୍ୟ କାହା ଭିଡିଓ ସହିତ ମତେ ଭାଇରାଲ କରାଯାଇଛି। ମଧ୍ୟ କହୁଛନ୍ତି ସାହୁ ଭାଉଜଙ୍କର ଭିଡିଓ ଆସିଗଲା। ହଁ ମୁଁ ଖୁସି ହଉଛି, ମୋ ଭିଡିଓ ନୁହଁ କିନ୍ତୁ ମତେ କରାହଉଛି ସେଇଭଳିଆ, ମୁଁ ଭାଇ ଭାରି ଖୁସି। ଆପଣଙ୍କର ଇଚ୍ଛା ଅଛି ଆଗକୁ କରିବାକୁ? ହଁ ମୋର ଭାରି ଇଚ୍ଛା ଅଛି। ସତରେ କରିବେ? ଅଛି ସତରେ କରିବେ? କରିବି କଣ, କରିକି ବା ଆସିଛି, ସେଟା ମାନେ ପ୍ରୋସେସିଂ ରେ ଅଛି, ମୁଁ ବାରମ୍ବାର କହୁଛି ସେଟା ପଡିବ ବୋଲିକି, କରିକି ଆସିଛି। ହଁ ଆରେ ଯୋଉ କହିଥିଲି ନା ଜନି ସିଂ, ମିଆ ଖଲିଫା ସବୁ ମୋ ବାଇଟ୍ ରେ ଦେଖିଦବ, ସେମାନେ ସବୁ ଅଛନ୍ତି ନ୍ୟାସନାଲ, ମାନେ କଣ କହିଲ ଇଣ୍ଟରନ୍ୟାସନାଲ ନ୍ୟାସନାଲ ସବୁ। ଆଚ୍ଛା ଯୋଉ କମେଣ୍ଟରେ ଗାଳି ଦଉଛନ୍ତି ଆପଣଙ୍କୁ କଣ ଲାଗୁଛି ସେଟା? ମତେ ମଜା ଲାଗୁଛି ପଢିବାକୁ। ତମକୁ କେବେ ଗାଳି ଦେଇଛନ୍ତି? ଦେଇନାହାନ୍ତି ନା? ଆମେ ତ କିଛି କରୁନୁ, ଗାଳି କାହିଁ ଦେବେ? ତାହେଲେ ଗାଳି ଦିଅନ୍ତୁ, ତାପରେ ମତେ ମଜା ଲାଗେ ଭାଇ।